ଖେଳିଆ ଜବାବୁରେ ଯାଇଥିଲା ଖେଳିଆ ଜବାବୁରେ ଯାଇଥିଲା ଶଙ୍କାସୁର ଲାସନ ପ୍ରଭୁ ଆଜ ବଳି ଗର୍ବ ଗଞ୍ଜନ ପତେ ତପାବନ ଘନ ଶ୍ୟାମଳ ବର୍ଣ୍ଣ ଆଉ ମହାପ୍ରଭୁ ଚାଳିଲା ବନମାଳି ଦିନେ ଯାଇଥିଲା ଖେଳି ଖେଳି କଦମ୍ବ ମୂଳେ ଆଜ ମହାପ୍ରଭୁ ଦିନେ ରାମ କୃଷ୍ଣ ବେନି ଭାଇ ଉଭା ହୋଇଥିଲା ପଦ୍ମ ଭାର ତୋଳିବାର ପାଇ ଆଜ କାଳିଲା ଗୁଣି କେଉଁଠାରେ ଲୁଚି ରହିଥିଲା ଦୌଡ଼ି ଆସି ପ୍ରଭୁଙ୍କ ପାଦରେ ଦଂଶିଲା ଢଳି ପଡ଼ିଲା ବନମାଳି ଯାଇଥିଲା ମହର ଖେଳି ଷୋଳଶ ଡମ୍ବୁର ଧରି ଆଜ ବାବୁରେ ବିଷ ବରସିଲା ଅଷ୍ଟବେ କପାଳକୁ ଦିନେ ଭେଦିଲା ବିଶ୍ୱର ଜାଳରେ କମ୍ପିଲା ଚାରି ଗୁରୁ ରାଣ ସର୍ପବାନ ଆଉ ମାଟିକି ଦିନେ ମାୟା କଲେ ହରିଆଜ ଦିନେ ପାଟି ବିସ୍ତାରି ଦେଲେ ଧୂଳିଆ ନାଗମାନଙ୍କୁ ଦିନେ ମାରି ବିଷ ବାନ୍ଧିଲା ଦିନେ ହରି ଚାଳିଲା ଆଉ ବନମାଳି ପ୍ରଭୁ ଯାଇଥିଲେ ଜୟ ବାବା ଶିବ ଶମ୍ଭୁ ମୋ ଝିଅମାନେ ମୋ ବାବୁ ଘର ପିଲାମାନେ ମା ମାନେ ଆଜ ମୋ ନାତି ନାତୁଣୀ ମାନେ ବାପା ତୋକେ ଟିକେ ଦର୍ଶନ କରୁଛନ୍ତି ମାରେ ଏ ନାଗର ନାଁ ଟିକେ ମନେ ରଖିବ ବାପା କହିଦେଉଛି ମନେ ରଖ ବାପା ଶଙ୍ଖ ନାଗ ଶଙ୍ଖ ନାଗ 8 ବଂଶର ନାଗ ଭିତରେ ତାର ନାଁଟି ରହିଲା ବାପା ଶଙ୍ଖ ତା ଦେହରେ ବର୍ତ୍ତମାନ ଟିକେ କାତି ଲାଗିଛି ସେଇଥିପାଇଁ ସେ ଟିକେ ଭଲ ଭାବରେ ବର୍ଷକୁ ଥରେ ବାପା ସେମାନେ କାତି ରାଗିଛ ନା ଶଙ୍ଖ ନାଗ ଓକେ ବାପା ଖାଇବାକେ ଦଉଛି ଭୋକ ଲାଗିଲେ ବାପା ବେଙ୍ଗ ମୂଷା ଧରିକିରି ଖାଇବାକେ ଦଉଛି ପାଣି ପିଇବା ପାଇଁ ଦଉଛି ଯୋଉଦିନ ସୋମବାର ସଂକ୍ରାନ୍ତିରେ ହଉଛି ସେଦିନ କ୍ଷୀର ଟିକେ କିଣିକିରି ଗାଈ କ୍ଷୀର ଟିକେ କିଣିକିରି ତ ପିଢ଼ି ଭିତରେ ବାପା ତୋକେ ଖାଇବାକେ ଆଜ କାଳ ଗର୍ଜନ କର କାଳି ପ୍ରକୃତି ପାଟି ଡିଆଁ ଟିକେ ଦେଖାଇବୁ କୋଉ ପାଟିରେ ବାପା ତୁ ଆଜି ବେଙ୍ଗ ଖାଉ ମୂଷା ଖାଉ ରେ ବାପାରେ ପାଣି ପବନ ଖାଉରେ ତୋର ଆଜି କାଳ ଗର୍ଜନର କାଳି ପାଟି ଡିଆଁ ଚୋବେଇବା ପାଇଁ ମାରିବା ପାଇଁ ଟିକେ ଅମାନିଆ କରନା ଆଜ ମୋର ବାବୁ ଘର ଛୁଆମାନେ ଦେଖୁଛନ୍ତି ମା ମାନେ ଦେଖୁଛନ୍ତି ମୋ ନାତି ନାତୁଣୀ ମାନେ ଝିଅ ମାନେ ଦେଖୁଛନ୍ତି ଶ୍ରାବଣ ମାସରେ ଈଶ୍ୱର ବାପା ତୋକେ ନାଗ ମହାପ୍ରଭୁଙ୍କୁ ମୋ ଭକ୍ତ ଛୁଆ ମାନେ ଦର୍ଶନ କରୁଛନ୍ତି ବାବାଙ୍କର କାର୍ଯ୍ୟ ପାଇଁ ବାବାଙ୍କ କ୍ଷେତ୍ରଙ୍କ ପାଇଁ ଆଜ ଯେ ଲକୁଳାଥ ଧବଳେଶ୍ୱର ବାବା ଶିବ ଭକ୍ତ ଛୁଆ ମାନେ ରହିଛନ୍ତି ଆଜ ପ୍ରଭୁଙ୍କୁ ଦକ୍ଷିଣାଟେ ଦାନ କିଏ 5 ଟଙ୍କାଟେ ଦେଉଛି କିଏ 10 ଟଙ୍କାଟେ ଦେଉଛି କିଏ 2-4 ଟଙ୍କାଟେ ଦେଉଛି ମାରି କିଏ ଧୂପ କାଠି ମୁଡ଼ିଆଟେ ଦେଉଛି ଆଜ ଆଖଣ୍ଡଳମଣି ବାବାକେ ଆଜ ନାଗ ଦେବତାକେ ଭକ୍ତ ଛୁଆମାନେ ଦର୍ଶନ କରୁଛନ୍ତି ବାପ ଅଜା ମହାପୁରୁଷ ମାନେ କହନ୍ତି